ଜୁରାଗାଡ଼ିଆ ଗ୍ରାମରେ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତର ଜୁରାଗାଡ଼ିଆ ଗ୍ରାମରେ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ଗ୍ରାମକୁ ବିମାନ ଶୋଭାଯାତ୍ରା ପରିକ୍ରମା କରି ପ୍ରସାଦ ଭୋଗ ଲାଗି କରାଯାଇଥାଏ। ଆଜି ଦିନରେ ଠାକୁର ବିଭିନ୍ନ ସଜବାଜ ସହ ଗ୍ରାମ ପରିକ୍ରମା କରି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ଗ୍ରହଣ ହୋଇଥିବାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା। ଆଜି ଅପରାହ୍ନ 4 ଘଟିକା ସମୟରେ 6ଟି ଲଉଡ଼ି ଖେଳ ଦଳ, ଘଣ୍ଟୁଆ, ଡିଜେ ବାଜା, ଢୋଲ ବଜା, ସାଂସ୍କୃତିକ କଳାକାରଙ୍କୁ ନେଇ ଗ୍ରାମରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତ୍ର 7 ଘଟିକା ପରେ ଗ୍ରହଣ ଛାଡ଼ିବା ପରେ ଠାକୁର ଦେଓଘରୁ ବାହାରି ଗ୍ରାମ ପରିକ୍ରମା କରି ଦୋଳ ମଣ୍ଡପରେ ପୂଜା ପାଇବେ। ଏହି ଦୋଳ ପୂର୍ଣ୍ଣିମାକୁ ନେଇ ଗ୍ରାମରେ ବନ୍ଧୁବାନ୍ଧବଙ୍କ ପରିପୂର୍ଣ୍ଣ ହୋଇ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମରେ ପ୍ରଥମ ଦିନରେ ରାମଲୀଳା, ଦ୍ୱିତୀୟ ଦିନ ଦଣ୍ଡବାଦ, ତୃତୀୟ ଦିନରେ ମହିଳା ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସଭାପତି ଦିଲ୍ଲୀପ ରାଉତ, ସମ୍ପାଦକ ବାବୁଲି ରାଉତ, ଉପସଭାପତି କମଳଲୋଚନ ରାଉତ, ବେହେରା ଭାବେ ଗୋବିନ୍ଦ ରାଉତ, କୀର୍ତ୍ତନ ରାଉତ, ବାବାଜୀ ରାଉତ, ସୁଜନ ରାଉତ, ଛବି ରାଉତ, ଲଉଡ଼ି ଖେଳ ପରିଚାଳକ ଗୋପବନ୍ଧୁ ରାଉତ, ରିଙ୍କୁ ରାଉତ, ବ୍ରଜବନ୍ଧୁ ରାଉତ, ପ୍ରଶାନ୍ତ, କାହ୍ନା, ଦୁଷ୍ମନ୍ତ ରାଉତ, ରାଜୀବ ରାଉତ ପ୍ରମୁଖ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମାଜସେବୀ ଅଶୋକ ଧୀର, ଯୁବ ଶିଳ୍ପପତି ଟୁନା ରଞ୍ଜନ ଧୀର ପ୍ରମୁଖ ପୂଜା ମଣ୍ଡପ ପହଞ୍ଚି ରାଧାକୃଷ୍ଣଙ୍କର ଦୋଳଯାତ୍ରା ଏ ଅବସରରେ ସମସ୍ତଙ୍କୁ ଏ ନୂଆହାତା ଜୁରାଗାଡ଼ିଆର ସମସ୍ତଙ୍କୁ ଏଠି ବୁଦ୍ଧିଜୀବୀ ଗୁରୁଜନ ମା ମାଉସୀ ଏବଂ ବନ୍ଧୁଗଣ ଏଠି ଢିଲ ଭାଇ, ଅଶୋକ ଭାଇ, ଟୁନା ଭାଇ, ୱାର୍ଡ଼ ମେମ୍ବର ସମସ୍ତ ଭାଇମାନେ ସମସ୍ତଙ୍କୁ ଏ ପୂଜା ଅବସରରେ ମୋର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା, ଶୁଭକାମନା। ଭଗବାନଙ୍କ ଆଶୀର୍ବାଦ ରହୁ, ସମସ୍ତଙ୍କ ଜୀବନ ସୁଖମୟ ହେଉ, ମଙ୍ଗଳମୟ ହେଉ। ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ସବୁଠୁ ବେଶୀ କାମ ହୋଇଛି ନୂଆହାତାରେ, ମାନେ ଏଇ ମୋର 18 ମାସ ଭିତରେ। ତେଣୁ ଆଉ ଯାହା କାମ ବାକି ଅଛି ତାକୁ ମଧ୍ୟ କରାଯିବ। ଏବେ ଚାରିଆଡ଼େ ଟାଟାଠୁ ନେଇକି ମୈଦରପୁର ପର୍ଯ୍ୟନ୍ତ ଲାଇଟ୍ ବି ଲଗା ସାରିଲାଣି। ତେଣୁ ଭଗବାନଙ୍କ ଆଶୀର୍ବାଦ ହେଲେ, ଆପଣମାନଙ୍କ ଆଶୀର୍ବାଦ ହେଲେ ନିଶ୍ଚୟ ଆଉ ଯାହା କାମ ଅଛି ତାକୁ ସବୁ ସମ୍ପୂର୍ଣ୍ଣ କରିବା। ତେଣୁ ଆଜିର ଏ ପୂଜା ଅବସରରେ ପ୍ରଭୁ ରାଧାକୃଷ୍ଣଙ୍କ ଯାତ୍ରାରେ ସମସ୍ତଙ୍କୁ ବହୁତ ବହୁତ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଏବଂ ହୋଲି ପାଇଁ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆଜି ତ ଆମର କୌଣସି ପ୍ରକାର ପୂଜାବିଧି ହୋଇନାହିଁ। ଆମର ଯାହା ହେଇଛି କାଲି ହେଇଛି। ଆମର ମା ପରମେଶ୍ୱରକୁ କାଲି ପାହାନ୍ତାରେ ଠାକୁର ବାହାର କରି କାଲି ବି ମଧ୍ୟ ଦାଣ୍ଡି ପୂଜା କରି ସେ ଦାଣ୍ଡି ପୂଜାରେ ଆମର ଭୈରବୀ ଠାକୁରଙ୍କୁ ପୂଜା କରି ଆମର ବେହେରା ଘରକୁ ଆସି ବେହେରା ଘରେ ବନ୍ଦାପଣ କରି ପ୍ରତ୍ୟେକ ଆମ ଗୋପାଳ ଭାଇମାନଙ୍କ ଘରେ ଠାକୁର ବୋଲି ଅର୍ଘ ଢାଳନ୍ତି। କାଲି ସେତିକିରେ ବନ୍ଦ କରିଛୁ ସନ୍ଧ୍ୟା ସୁଦ୍ଧା। ଆଜି ଗ୍ରହଣ ଯୋଗୁଁ ସବୁ ପ୍ରକାର ଅସୁବିଧା ହୋଇଛି। ସନ୍ଧ୍ୟା 7 ଘଣ୍ଟା ସମୟରେ ଗ୍ରହଣ ଛାଡ଼ିଲା ପରେ ଠାକୁରକୁ ଆମେ ଠାକୁରଙ୍କ ଘରୁ ଧରି ପ୍ରଶେସନ କରି ଆମର ମଣ୍ଡପ ଉପରକୁ ବିରାଜମାନ କରିବୁ। ବିରାଜମାନ କଲା ପରେ ଆମର ବ୍ରାହ୍ମଣ ଆଉ ମୁଁ ନିଜେ ବେହେରା ହିସାବରେ ବସି ଠାକୁରର କାମ ନିତ୍ୟକର୍ମ ସାରିବୁ। ମୋ ନାଁ କୀର୍ତ୍ତନ ରାଉତ। ନା ଆଜକୁ 70 ବର୍ଷ ହେଲାଣି ଆମ ଜୋରାଗାଡ଼ିଆ ମୌଜା ରାଧାକୃଷ୍ଣଙ୍କର ଉତ୍ସବ ପାଳନ କରି ଆସୁଛନ୍ତି ଏବଂ ତା ପରବର୍ତ୍ତୀ ଦିନ ହୋଲି ଉତ୍ସବ ପାଳନ କରି ପରମ୍ପରା ଅନୁସାରେ ଚଳାଇ ଆସୁଛୁ। ଆଉ କାହିଁକି ଏଇ ପରମ୍ପରା କାହିଁକି ପାଳନ ହେଲା, କେମିତି କ'ଣ ପାଳନ କରାଯାଏ? କାହିଁ ଆମେ ଗୋପପୁରର ବାସିନ୍ଦା ଆମେ ସମସ୍ତେ, ତେଣୁ ଆମର ଏଇଟା ଗୋଟେ କୌଳିକ ବିଶ୍ୱାସ ଯୋଗୁଁ ଆମେ ତାଙ୍କର ଯେଉଁ ପ୍ରକାର ପର୍ବପର୍ବାଣି ସବୁ ହେଉଥିଲା ଆମେ ପାରୁ ପର୍ଯ୍ୟନ୍ତ ସେତିକି ଆମେ କରିକି ଆମ ଗାଁକୁ ସାଫଲ୍ୟ କରୁଛୁ। କେମିତି କ'ଣ ପୂଜାର୍ଚ୍ଚନା ହୁଏ? ଆମର 2ଟା 3ଟା ବେଳକୁ ପ୍ରତିବର୍ଷ ଆମର ପ୍ରସେସନ୍ ଯାଇ ରାଧାକୃଷ୍ଣ ବିମାନରେ ଯାଇ ଗାଁ ଚତୁଃପାର୍ଶ୍ୱ ବୁଲନ୍ତି। ବୁଲି ଆଣି ପୁଣି ଆସି ଆମର ଦୋଳ ମଣ୍ଡପରେ ଆମର କୌଳିକ ପୁରୋହିତ ଯିଏ ଆମର ଅଛନ୍ତି ନୂଆହାତାର, ସିଏ ଆସି ପୂଜା ପଦ୍ଧତି କରି ଆମର ସମାପନ କରନ୍ତି। ତାପରେ ଆମର ଏଠୁ ଆମର ଯେଉଁ ନିଜର କାର୍ଯ୍ୟକ୍ରମ ଯେଉଁଗୁଡ଼ାକ ଲଉଡ଼ି ଖେଳ, ତାପରେ ଯେଉଁ ନାଚ ପାଚ ଯାହା ସବୁ କରାହୁଏ। ଆଉ ମୁଁ ଗାଁର ଗୋପାଳ ସମାଜର ସଭାପତି ହିସାବରେ ଆମର ଏଇଟା ଗୋଟେ 1962 ମସିହାରେ ଏ ଦୋଳ ପୂର୍ଣ୍ଣିମା ଷ୍ଟାର୍ଟ ହେଇଥିଲା। ଆମର ପିତୃପୁରୁଷମାନେ ଯେଉଁମାନେ ସେତେବେଳେ ଥିଲେ ପ୍ରାୟ ଆଜି ନାହାନ୍ତି। ଏ ଦୋଳ ପୂର୍ଣ୍ଣିମାକୁ 1962 ମସିହାରେ ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ଧରି ଏ ଦୋଳ ପୂର୍ଣ୍ଣିମା ଚାଲିଅଛି। ଏଇଟା ଆମର ଗୋପାଳମାନଙ୍କର ଗୋଟେ ପରମ୍ପରା। ଦୋଳବେଦୀରେ ଆସି ଠାକୁର
ବିମାନରେ ବୁଲିବେ 5 ଦିନ। ତାପରେ ଦୋଳ ପୂର୍ଣ୍ଣିମା ଦିନ ଆସିକିରି ଦୋଳ ମଣ୍ଡପରେ ଅଭିର ଖେଳିବେ, ପୂଜା ଅର୍ଚ୍ଚନା ହେବ, ଗାଁ ପରିକ୍ରମା ହେବ, ଲଉଡ଼ି ଖେଳ ହେବ, ବିଭିନ୍ନ ପ୍ରକାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଇଭଳି ଭାବରେ ଆମର ଏ ପରମ୍ପରା ଚାଲିଅଛି। ଆଗକୁ ମଧ୍ୟ ଆମ ମତେ ବି ଏ ପରମ୍ପରା ସବୁଦିନ ବଜାୟ ରହିବ। ପରବର୍ତ୍ତୀ କାର୍ଯ୍ୟକ୍ରମ କ'ଣ କେମିତି ରହିଛି? ଆମର ଗ୍ରହଣ ପାଇଁ ଆଗାମୀ ଗତକାଲି ଯେଉଁ ଗଲା ସେଦିନ ଆମର ଅର୍ଘ ଦେବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସରିଯାଇଛି। ଗାଁ ଦାଣ୍ଡରେ ଯେଉଁ ଆମର ଦେବା କଥା ପଣା ଦିଆ ସରିଛି। ଆଜି କେବଳ ଠାକୁର ଆସିବେ ଗ୍ରହଣ 6:47 ପରେ ମୁଖ୍ୟ ହେଲା ପରେ ଆମର ଦୋଳବେଦୀକି ମଣ୍ଡପକୁ ଆସିବେ ଠାକୁର। ସେଇଠି ଆମର ହୋମ ଯଜ୍ଞ ପୂଜା ଅର୍ଚ୍ଚନା ହେବ। ରାତି ସାରା ଠାକୁର ସେଇ ଦୋଳ ମଣ୍ଡପରେ ବିଜେ କରିବେ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଦୋଳ ପୂର୍ଣ୍ଣିମାରେ ଆମର ଅଛି ନୟାଗଡ଼ ରଣପୁରର ଯେଉଁ ରାମଲୀଳା ଅଛି। ଆସନ୍ତାକାଲି ଦ୍ୱିତୀୟ ରଜନରେ ଆମର ବାଦଦଣ୍ଡ ପ୍ରତିଯୋଗିତା ଅଛି। ତୃତୀୟ ରଜନରେ ଆମର ଅଛି ମହିଳା ପାଲା ପରିବେଷଣ କରିବେ। ମୁଁ ବାବୁଲ ରାଉତ, ଜୁରାଗାଡ଼ିଆ ଗୋପାଳ ସମାଜର ସମ୍ପାଦକ। କ'ଣ କହିବେ ଆପଣଙ୍କ ଯେଉଁ ଗାଁର ମୌଳିକ ପରମ୍ପରା ଅଛି, ପୂଜାର୍ଚ୍ଚନା ଚାଲିଛି, ରାଧାକୃଷ୍ଣଙ୍କ ପରମ୍ପରା ପୂଜା ଚାଲିଛି, ଆଉ ଅନ୍ୟ କିଛି ପୂଜାର୍ଚ୍ଚନା ଚାଲିଛି, କ'ଣ କହିବେ? ଇଏ ଆମର ଆଜକୁ 70 ବର୍ଷ ହେଲାଣି ଏ ପରମ୍ପରା ଲାଗି ରହିଛି। ଆମେ ତ ଛୋଟ ବାପା ଅମଳରୁ ଏ ପରମ୍ପରା ଚାଲିଛି। ଆମର ମାଘ ପୂର୍ଣ୍ଣମୀରୁ ଆମର ଅର୍ଘାସୁର ବଧ ହୁଏ। ସେଇ ଦିନଠୁ ଆମର ପୂର୍ଣ୍ଣମାସୀ ମାଆଙ୍କର ବାର୍ଷିକ ମାନେ ମାସିକିଆ ପୁରା ଗୋଟେ ପରମ୍ପରା ଥାଏ। ତା ଭିତରେ କୃଷ୍ଣ ଯେତେକ ସବୁ ଅସୁରମାନଙ୍କୁ ବଧ କରିଥିଲେ ସେ ବି ଗୋଟେ ଅନ୍ୟତମ। ଆମର ଫଗୁ ଦଶମୀ ଦିନ ଠାକୁର ନୂଆତାର ଆମର ଯେଉଁ ଅଛନ୍ତି ପୁରୋହିତ ତାଙ୍କ ଘରୁ ଆସନ୍ତି। ଆସିଲା ପରେ ଆମ ଗାଁର ଠାକୁର ଘରେ ଠାକୁର ରୁହନ୍ତି। ସନ୍ଧ୍ୟାରେ ପୂଜା ଅର୍ଚ୍ଚନା ହେଇ ଗାଁର ସମସ୍ତ ଗୋପାଳ ଭାଇ ମାନେ ମିଶି ଆମେ ଫଗୁ ଠାକୁରକୁ ମାରୁ। ତା ବାସି ଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆମର ଆଖପାଖ 7 ଖଣ୍ଡ ଗାଁକୁ ଆମ ଠାକୁର ପ୍ରତ୍ୟେକ ଦିନ ବିମାନ ଶୋଭାଯାତ୍ରା ଯାଇ ଭୋଗ ଖାଆନ୍ତି। ଭୋଗ ଖାଇଲା ପରେ এইভাবে 4-5 দিন চালে। ପୂର୍ଣ୍ଣମୀ ଦିନ ଚତୁର୍ଦ୍ଦଶୀ ଦିନ ଆମର ଯେତେବେଳେ ଠାକୁର ଭୋଗ ଖାଇ ଆସନ୍ତି ରାତି 11ଟା ସମୟରେ ଆମର ହୋଲିକା ଦହନ ହୁଏ। ହୋଲିକା ଦହନ ହେଲା ପରେ ସକାଳେ ଆମେ ପୁଣି ଆମର ସେ ଭୈରବୀ ଠାକୁରଙ୍କ ପାଖକୁ ଯାଇ ପୂଜା ଅର୍ଚ୍ଚନା କରି ଆମର ପରମେଶ୍ୱର ବାନା ବାହାର କରି ଆମ ଗାଁରେ ପ୍ରତ୍ୟେକ ଘରେ ଆମେ ଦାଣ୍ଡି ପୂଜା କରୁ, ଗୁଗୁଷ୍ଠ ପୂଜା କରୁ। ତାପରେ ଆମର ପରମେଶ୍ୱର ବାନାକୁ ଆମ ଗାଁ ପ୍ରତିଭ୍ରମଣ ମାନେ ପରିକ୍ରମା କରି ଦିନ 2ଟା ବାଜେ ସାରୁ। 2ଟା ବେଳେ ଆମ ପିଲା ମାନେ ପ୍ରିପେୟାର ହେଇ 3ଟା ସମୟ ବେଳକୁ 3ଟା ସମୟ ଭିତରେ ବାଡ଼ି ଖେଳ ଆରମ୍ଭ ହୁଏ। ଆମେ ବି ବାହାର ଗାଁରୁ 10-8 ମଣ୍ଡଳୀ ଗୋପାଳ ଡାକୁ, ଘଣ୍ଟୁଆ ସାଉଣ୍ଡ ଆଉ ଆମର ସେ ବାଦ୍ୟ ସବୁ ପ୍ରକାର ବାଣ ଫାଣ ଫୁଲ ବାଣ ବହୁତ ଆଡ଼ମ୍ବର ସହକାରେ ଆମେ କରୁ। ସରିଲା ପରେ ରାତିରେ ଆମର ଅଛି ଆମର ରାତି 8ଟା ବେଳେ ଯେଉଁ 5 ଖଣ୍ଡ ଗାଁରୁ ଆମେ ଠାକୁର ଡକଉ ତାଙ୍କର ମିଳନ ହୁଏ। ମିଳନ ହେଲା ପରେ ଆମର ଭୋଜି ଭାତ ହେଇ ସବୁ ଲୋକକୁ ଶାନ୍ତି କରୁ। ତାପରେ ରାତିରେ ଆମର ରାମଲୀଳା କାର୍ଯ୍ୟକ୍ରମ ଅଛି। ସେକେଣ୍ଡ ଦିନ ବାଦଦଣ୍ଡ ବି ଅଛି। ଏଭଳି ରାତି ପାଇଲା ପରେ ଆମର ଆସନ୍ତାକାଲି ହୋଲି ଉତ୍ସବ ହେବ। ଠାକୁରକୁ ଆମେ ସମସ୍ତେ ଆମ ସହିତ ମିଶି ଆମେ ହୋଲି ଖେଳୁ। ଠାକୁରକୁ ଦିନ 2ଟା ବେଳେ ନେଇ ପୋଖରୀରେ ଗାଧୁଆ ପାଧୁଆ ସାରି ଘରକୁ ଆସୁ। 4ଟା ବେଳେ ଠାକୁରକୁ ଯେପରି ଝିଅ ଯାଏ ସେପରି ମିଠା କଦଳୀ ଭାର କରି ଗାଁରୁ 10-8 ଜଣ ଭଦ୍ର ବ୍ୟକ୍ତି ଯାଇ ନନାଙ୍କ ଘରେ ଠାକୁର ଦେଇକି ଆସନ୍ତି। ପ୍ରତ୍ୟେକ ବର୍ଷ ଠାକୁର ତ ଗ୍ରାମ ପରିକ୍ରମା କରନ୍ତି। ଏ ବର୍ଷ ଗ୍ରହଣ ପାଇଁ ଶୁଣିବାକୁ ମିଳୁଛି ଯେ ପରିକ୍ରମା କରୁନାହାନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ କ'ଣ ଅଛି? ଠାକୁରଙ୍କର କେମିତି କ'ଣ ପୂଜାବିଧି ହେବ? ନାଇଁ, ଆମର 4 ଦିନ ତ ଆଗରୁ ଠାକୁର ଭୋଗ ଖାଇସାରନ୍ତି। ଆଜି ଯେହେତୁ ଗ୍ରହଣ କିଛି ଗାଁରେ ଚତୁର୍ଦ୍ଦଶୀ ଦିନ କଲେ, ଆମର ଯେହେତୁ ଏ 70 ବର୍ଷର ପରମ୍ପରା ତାକୁ ଆମେ ନ କାଟି ଯେହେତୁ ସନ୍ଧ୍ୟା 6:50 ଚନ୍ଦ୍ରଗ୍ରହଣ ଛାଡ଼ିବ, ଆମେ ବିନା ଠାକୁରକୁ ନ ଛୁଇଁ ଆମେ ପ୍ରସେସନ କରୁଛୁ। 7ଟା ପରେ ଆମର ନିୟମ ଅଛି ଠାକୁରକୁ ଗାଧୋଇ ସ୍ନାନ କରି ଗଙ୍ଗା ପାଣି ସିଞ୍ଚନ କରି ନୂଆ ଫୁଲରେ ସୁସଜ୍ଜିତ କରି 7ଟା ବେଳେ ଆମ ପ୍ରସେସନ ଯାଇ ଠାକୁର ଘର ପାଖରେ ପହଞ୍ଚିବ। ସେ ଠାକୁର ଘର ପାଖରୁ ଜଷ୍ଟ 200 ମିଟର ଆଉ ଆମର ଦୋଳ ମଣ୍ଡପକୁ ଆସି ଯଥାବିଧି ସହକାରେ ପୂଜା ଅର୍ଚ୍ଚନା ହେବ।